Hello, dear viewers or friends. Welcome to my channel. ଆଜିର ଏହି ଭିଡ଼ିଓଟି ହେଉଛି BBA ଓ BCA ପିଲାଙ୍କ ପାଇଁ ଯେଉଁମାନେ ଇଚ୍ଛା ରଖିଛନ୍ତି ସ୍କୁଲ ଏଜୁକେସନ୍ ଲାଇନ୍ରେ ଆସିବା ପାଇଁ କି ଇଚ୍ଛା ହେଉଛି କି ଆଗକୁ BED ଏଣ୍ଟ୍ରାନ୍ସ ଦେବେ କି ଦେବେନି ତାଙ୍କ ମନ ଭିତରେ ଗୋଟେ ଦ୍ୱନ୍ଦ୍ୱ ରହିଛି। এই ଦ୍ୱନ୍ଦ୍ୱଟା କ୍ଲିୟର କରିବା ପାଇଁ ମୁଁ ଆଜି এই ଛୋଟିଆ କ୍ଲାସ୍ଟି କରୁଛି। ଆଜିର এই ଭିଡ଼ିଓରେ ଆମେ ଡିସ୍କସନ୍ କରିବା BBA ଆଉ BCA ପିଲା ଆପ୍ଲାଏ କରିପାରିବେ ନା ନାହିଁ BED ଏଣ୍ଟ୍ରାନ୍ସ। ଏ ଯେଉଁ ଆମର ରହିଛି ଶୀର୍ଷକ, ଏମାନେ ଆପ୍ଲାଏ କରିପାରିବେ ନା ନାହିଁ। ଏହାର ଉତ୍ତର ହେଉଛି ହଁ, ଆପ୍ଲାଏ କରିହେବ। ଆମର BA BEDରେ ଯିବେ, କମର୍ସ ଲାଇନ୍ର ହେଇପାରିବ, କିନ୍ତୁ ଗୋଟେ ବଡ଼ ପ୍ରୋବ୍ଲେମ୍ ରହୁଛି ଆଗକୁ। ପ୍ରୋବ୍ଲେମ୍ଟି ହେଲା ଏଇଆ, ଯେତେବେଳେ ଚାକିରି ବାକିରି କ୍ଷେତ୍ରରେ ଆମର OSTET ହାଇସ୍କୁଲ ଟିଚର ପାଇଁ ରିକ୍ରୁଟମେଣ୍ଟ ହେବ, ସେତେବେଳେ ସ୍କୁଲ ସବଜେକ୍ଟ ମାଗିବ। ତ ସ୍କୁଲ ସବଜେକ୍ଟ ଯଦି ରହିନଥିବ ସେଇଟା ଅସୁବିଧା ହେଇଯାଉଛି। ଆମେ BED ତ କରିଦେବେ, ଦେଖିବା କ'ଣ ହେଉଛି, ଆଗକୁ ଯଦି ରୁଲ୍ ଚେଞ୍ଜ ହେଉଛି କ'ଣ ହେବ। ମୋର ଯାହା ଅନୁମାନ ରହୁଛି ଯେ ଆଗକୁ ଚେଞ୍ଜ ହେଲା ଭଳି କାହିଁ ଲାଗୁନି, ତଥାପି ଆମେ ଆଶା ରଖିବା। ଏମିତିରେ ପ୍ରାଇଭେଟ୍ରେ କରିପାରିବେ, ପ୍ରାଇଭେଟ୍ରେ ଯେକୌଣସି ଚାକିରି ବାକିରି କରିପାରିବେ, ଆଉ ଯାହା ବି ନିଜସ୍ୱ ଇନଷ୍ଟିଚ୍ୟୁଟ୍ କରିପାରିବେ, ଯାହା ବି କରନ୍ତୁ। BBA ଆଉ BCA ଆମର ଯେଉଁ ରହୁଛି ଦୁଇଟି ସବଜେକ୍ଟ, ଇକୋନୋମିକ୍ସ କିଛିଟା ରହୁଛି, ମାଇକ୍ରୋ ଆଣ୍ଡ ମାକ୍ରୋ, ସେଇଟା କ'ଣ ହେଇପାରେ କନଭେନସନ୍ ଦ୍ୱାରା। ତାପରେ ଆମର ରହୁଛି ଇଂଲିଶ ବି ଟିକେ ରହୁଛି, କିନ୍ତୁ OSTET ଦେଖନ୍ତୁ କ୍ରାଇଟେରିଆ ମାଗୁଛି ଆପଣଙ୍କର ଦୁଇଟି ସ୍କୁଲ ସବଜେକ୍ଟ ଆଉ 100-200 ମାର୍କ। ଏଇଟା ହେଉଛି ଟିକେ ପ୍ରୋବ୍ଲେମ୍ କରିପାରେ। ଆପ୍ଲାଏ ତ କରିବେ, BED ପଢ଼ିଯିବେ, କିନ୍ତୁ ଚାକିରି ବାକିରି କ୍ଷେତ୍ରରେ ଟିକେ ପ୍ରୋବ୍ଲେମ୍ ରହିଛି ଆଗକୁ। ଦେଖାଯାଉ ସରକାରଙ୍କର କ'ଣ ହେଉଛି। এই ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ କହୁଛି, ଯେଉଁମାନେ BBA କି BCA କରିଛନ୍ତି ଆଗରୁ এই ଭିଡ଼ିଓକୁ ଦେଖୁଛନ୍ତି, ସେମାନେ ଗାଇଡ଼ କରନ୍ତୁ ପ୍ରକୃତରେ BED କରିବା ଯୋଗ୍ୟ କି ନାହିଁ, ଉଚିତ ହେବ କି ନାହିଁ BBA BCA ପିଲା। ମୁଖ୍ୟତଃ BBA BCA ପିଲାଙ୍କ ପାଇଁ MCOMଟା ଠିକ୍ ରହିବ। MCOM କରିଲା ମାତ୍ରେ ଆମର PGT ପାଇଁ କୌଣସି BED ଦରକାର ନାହିଁ। ପୋଷ୍ଟ ଗ୍ରାଜୁଏଟ୍ ଟିଚର PGT ପାଇଁ ଆମର ଯେଉଁ PGT ରହୁଛି, PGT এই PGT ପାଇଁ ଆମର ପୋଷ୍ଟ ଗ୍ରାଜୁଏଟ୍ ଟିଚର ପାଇଁ କମର୍ସର କୌଣସି BED ଆବଶ୍ୟକ ନାହିଁ, BED ଦରକାର ନାହିଁ PGT ପାଇଁ। ଅନ୍ୟ ସ୍କୁଲ ସବଜେକ୍ଟ ପାଇଁ BED ଦରକାର। ଏଇଟା ଗୋଟେ ଫାଇଦା ଭଲ ରହିବ କମର୍ସର PGT ହେଉଛି ମାନେ 11 ଆଉ 12 ପିଲାଙ୍କୁ, +2 ପିଲାଙ୍କୁ ପଢ଼ାଇବା ପାଇଁ ହେଲା, ଯେଉଁଟାକି କହୁଛ 11 ଆଉ 12 ପିଲାଙ୍କୁ। ତ ଏଇଟା ସୁବିଧା ହେବ BBA ପାଇଁ। ମାନେ କମର୍ସ କରିବେ, ଓକେ, MCOM କରିଦେବେ, BBA ପରେ MCOM କରିଦେବେ, ମାଷ୍ଟର ଇନ୍ କମର୍ସ, ଯେଉଁଟା 11-12 ପାଇଁ ଆପଣ ଏଲିଜିବୁଲ୍ ହେଇଯିବେ। PGT ପାଇଁ PGT କିଏ କରାଉଛି ନା OPSC, ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ, OPSC କରାଉଛି, ପୋଷ୍ଟ ବାହାର କରୁଛି, ଆଉ SSB ବାହାର କରୁଛି, ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼। ଏ ଦୁଇ ଜଣ କରୁଛନ୍ତି। ତେଣୁକରି BBA ପରେ MCOM କରିଦେବାଟା ଭଲ ହେବ, ଉଚିତ ହେବ। କାହିଁକିନା BED ହେଉଛି ୟୁନିଭର୍ସିଟି ଅଛି, କିନ୍ତୁ ସ୍କୁଲ ସବଜେକ୍ଟ ମାଗୁଛି, ଏଇଟା ପ୍ରୋବ୍ଲେମ୍ ହେଉଛି। ଆଡ଼ମିସନ୍ ହେଉଛି ନାହିଁ। କେଉଁମାନେ BBAରେ ଆଡ଼ମିସନ୍ କରିଛନ୍ତି ପ୍ଲିଜ୍ ଦୟାକରି ମେସେଜ୍ କରିବେ। ଯେଉଁଟା ଗତ ବର୍ଷ ହଉ ତା ପୂର୍ବ ସବୁ BBA ପିଲା BED କରିଛନ୍ତି, କ'ଣ ଅସୁବିଧା ଫେସ୍ କରିଛନ୍ତି, ଏଇଟା କମେଣ୍ଟ ବକ୍ସରେ ଜଣେଇବେ। BBA ଷ୍ଟୁଡେଣ୍ଟ
जो मैंने बीईडी करिछंती आउ अप्लाई तो करी होची जो मैंने करिछंती ऑलरेडी जदि वीडियो को देखु थांती से माने कमेंट बॉक्स रे जणैबे कमेंट रे कौन प्रोब्लेम होची आउ को मैंने स्कूल सब्जेक्ट रखिकी आमर टीजीटी करिछंती से जणैबे कि करी नाहंती कौन असुविधा प्रोब्लेम रही जणैबे ओके। तो मैं आशा करुँची वीडियोटी किछिटा मु इनफॉरमेशन दे पारिछि आउर भी बहुत किछि रही जेतिकी जानिछि सेति कहूछि। तो मोठु जदि आउ के अधिक जानिछंती तो एटा कमेंट बॉक्स रे जणैबे भल हम समस्ते जानतु बीबीए बीसीए पिलां पई डाउट क्लियर करंतु कमेंट बॉक्स रे निश्चित भाव कमेंट करंतु कमेंट टी पढ़ी मु तांकर उत्तर देबी ओके। कौन प्रोब्लेम फेस करछंती एडमिशन हेछि ना नहीं एंट्रेंस देला परे आ एंट्रेंस बीईडी पढ़ सारा पर चाकरी क्षेत्र कौन हेछि कौन नहीं तो से विषय जो मैंने वीडियो को देखुछंती प्लीज कमेंट करंतु आ जूनियर पिलांको गाइड करंतु। आज पे एतिकी रहउची धन्यवाद।